ବୁଦ୍ଧି ବାମନ ଓଷା ଚତୁର୍ଥ ଛାନ୍ଦ। ଏଥୁ ଅନନ୍ତରେ ଶୁଣିମା ରସ, ବୁଦ୍ଧି ବାମନ ମହିମା ଅଶେଷ। ଏକାଦଶେ ଏକ ବ୍ରାହ୍ମଣ ଏକ ଦେଶେ ଏକ ବ୍ରାହ୍ମଣୀ ଥିଲା। କିଛି ଦିନରେ ତା ଗର୍ଭ ବଢ଼ିଲା। ବହୁତ ଦିନ ସେ ଦୁଃଖ ପାଇଲା। କେବେହେଁ ପ୍ରସବ ଆଉ ନ ହେଲା। ଯୋଗେ ମେଦିନଟେ ଅଟେ ବୁଧବାର। ବୁଧେଇ ଓଷା ପୂଜନ୍ତି ସକାଳ। ବ୍ରାହ୍ମଣୀ ମନରେ ବିଚାର କଲା। ଓଷା କୋଠିରେ ପ୍ରବେଶ ହୋଇଲା। ଏ ଦଣ୍ଡରୁ ଯେବେ ପାରି ହୋଇବି, ଏ ଓଷା ଗୋଟିକ ମୁହିଁ କରିବି। ଏତେ କରି ତହିଁ ବାହାର ହୋଇ ଓଷା କୋଠିରେ ମିଳିଲାକ ଯାଇ। ହୁଳ ହୁଳି ଶୁଣି ମିଳିଲା ତହିଁ ବୁଧେଇଙ୍କୁ ମନେ ସୁମରେ ଚାଇ। ଏ ଓଷା ଗୋଟିକ ମୁହିଁ କରିବି ଯେବେ ସଙ୍କଟ ପାର ହୋଇବି। ଏତେ ବିଚାର ଯେ ତୁନି ହୋଇଲା। ବୁଦ୍ଧି ବାମନଙ୍କୁ ମନେ ଧ୍ୟାଇଲା। ଜାଣିଲେ ପ୍ରଭୁ ତାହାଙ୍କ ମନ। ବିଜୟ କଲେ ସେ ବୁଦ୍ଧି ବାମନ। ତାହାର କଷ୍ଟ ନ ପାରିଲେ ସହି। ବ୍ରାହ୍ମଣୀ ଦୁଆରେ ମିଳିଲେ ଯାଇ। ବ୍ରାହ୍ମଣୀ କି ତହିଁ ଔଷଧ ଦେଲେ। ବୁଦ୍ଧି ବାମନ ଅନ୍ତର୍ଧ୍ୟାନ ହେଲେ। ଔଷଧ ଖାଇଲା ଯୋଉଁ ବ୍ରାହ୍ମଣୀ, କୁମର ଜନମ ହୋଇଲା ପୁଣି। ଶୂନ୍ୟରୁ ତାର ଗର୍ଭେ ଡାକ ଦେଲେ। ମୁହିଁ ବୁଦ୍ଧି ବାମନ ବୋଇଲେ, ଓଷା ମନାସିଛୁ କାଷ୍ଠା କରିବୁ। ନହିଲେ ଆଉ ପୁତ୍ର ନ ପାଇବୁ। ଏଥୁ ଅନନ୍ତରେ ଦିନ ହେ ଗଲା। ଓଷା ବିଧିମାନ ସମସ୍ତ କଲା। ଏହି ମତେ କେତେ ଶୁଣ ସୁଜନେ। ବୁଦ୍ଧି ବାମନଙ୍କ ମହିମା ପୁଣ। ଚତୁର୍ଥ ଛାନ୍ଦ କଥା ହେଲା ଶେଷ। ଭବେ ଭଣିଲେ ଗୋପୀନାଥ ଦାସ। ହେ ପ୍ରଭୁ, ମୋର କୋଟି ଜନ୍ମ ପାପ ଜ୍ଞାନ ଦୋଷ କ୍ଷମା କରନ୍ତୁ। ମୋ ପିଲାକୁ ରକ୍ଷା କର ପ୍ରଭୁ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଚାଲ ଏବେ ପଢ଼ିବା ପଞ୍ଚମ ଛାନ୍ଦ। ବୁଦ୍ଧି ବାମନ ଓଷା ପଞ୍ଚମ ଛାନ୍ଦ ବା ପଞ୍ଚମ ଅଧ୍ୟାୟ। ଏଥୁ ଅନ୍ତରେ କଥା ଏ ଶୁଣ, ବୁଦ୍ଧି ବାମନଙ୍କ ମହିମା ଗୁଣ। ଯେତେ ପ୍ରକାର କଲେ ବିଧିମାନ, କଥା ମାନ ତହିଁ କରିବା ଶୁଣ। ହରିହରପୁରେ ତାହାର ଘର। ସମ୍ପଦ ବହୁତ ଥିଲା ତାହାର। ପୁତ୍ର ଦୁହିତା ଆଉ ତାର ନାହିଁ। ଦୁଃଖିତ ହୋଇ ଯାଇ ଏକ ଦିନରେ ସେ ବିଚାର କଲା। ଓଷା ଗୋଟିଏ କରିବି ବହିଲା। ଭାରିଜା ମୋହର ମୋଡ଼ିଛି ହେଲା। ଗଛ ଯେ ଆଉ ଫଳ ନ ଫଳିଲା। ଦୁଇ ଜଣ ଯାକ ଏକଇ ମନ। ବୁଧେଇ ଓଷା ମନାସିଲେ ପୁଣ। ଗର୍ଭବାସ ଯେ ହୋଇଲା ତରୁଣୀ। ମନରେ ବିଚାର କରଇ ପୁଣି। ଏହିପରି କିଛି ଦିନ ଗଲା। ପୁତ୍ର ଗୋଟିଏ ଜନମ ହୋଇଲା। ଏହି ମତେ କିଛି ଦିନ ଯେ ଗଲା। ଓଷା ମନାସିଲା ତାହା ନ କଲା। ଓଷା ଗୋଟିକ ତାର ମନରେ ନାହିଁ। ପୁତ୍ର ପାଇ ଫଳ ହୋଇଲା ସେହି। ପୁତ୍ର ପାଇକରି ଓଷା ନ କଲା। ଏହି ମନ୍ତ ବରଷ ତିନି ଯେ ଗଲା। ମନେ ବିଚାରିଲେ ବୁଦ୍ଧି ବାମନ। ପୁତ୍ରକୁ ତାର ନେଲେ ପୁଣ। ଓଷା ନ କଲା ତାର ଗର୍ବ ଗୁଣ। କେମନ୍ତେ ଓଷା ନ କରିବ ପୁଣ। ହେମନ୍ତ ସମୟ ବୁଦ୍ଧି ବାମନ। ପୁତ୍ର ଖେଳୁଥିଲା ଯେଉଁ ଠାପଣ, ସେଠାରେ ପ୍ରବେଶ ହୋଇଲେ ଯାଇ। ଘେଣି ନ ଗଲେ ଗୋସାଇଁ। ଖେଳ ଭାଙ୍ଗି ଆଉ ସମସ୍ତେ ଗଲେ। ସେ ଯାହା ମନ୍ଦିରେ ପ୍ରବେଶ ହୋଇଲେ। ବୁଦ୍ଧି ବାମନ ତାକୁ ମାୟା କଲେ। ପୁତ୍ରକୁ ତାହାର ହରି ଯେ ନେଲେ। ମାତା ଯେ ପୁତ୍ରକୁ ଖୋଜିଲା ଯାଇ। ପୁତ୍ରକୁ ଯେ ଆଉ ନ ଦେଖିଲା ନାହିଁ। ବୁଦ୍ଧି ବାମନ ମନେ ବିଚାରିଲେ, କେମନ୍ତେ ଓଷା ନ କରିବ ବୋଲେ। ପୁତ୍ରକୁ ଯେ ମାତା ପାଇଲା ନାହିଁ। ଲେଉଟି ମନ୍ଦିରେ ମିଳିଲା ଯାଇ। କେଣେ ଗଲୁ ମୋର ରଙ୍କୁଣୀ ଧର। ତତେ ନ ଦେଖି ମୋର ଆକୁଳ ମନ। ଏମନ୍ତ କେତେ ଆକୁଳେ ଖୋଜିଲା। ପୁତ୍ରକୁ ଆଉ ଭେଦ ନ ପାଇଲା। ଭାଦ୍ରବ ମାସ ବୁଧବାର ଦିନ। ବୁଧେଇ ଓଷା ହୋଇଛି ସେଦିନ। କାମିନୀ ମାନେ ଏକମେଳ ହୋଇ। କୋଠିରେ ହୁଳ ହୁଳି ଦିଅନ୍ତି ତହିଁ। ଓଷା ଗୋଟିକ ମୁଁ ମନାସିଥିଲି। ମୋହର ପୁତ୍ର ଜନ୍ମ ହେବ ବୋଲି। ମୋଡ଼ିଛି ବେଦନା କେଣିକ ଗଲା। ଓଷା ଗୋଟିକ ମୋ ମନ ନଥିଲା। ଏତେ ବିଚାରି ଚଳିଲା ସୁନ୍ଦରୀ। ବାଳ ଭଗବାନ ସମସ୍ତେ କରି। ଓଷା କୋଠିରେ ପ୍ରବେଶ ହୋଇଲା। ଆନନ୍ଦ ମନେ ହୁଳ ହୁଳି ଦେଲା। ମନରେ କଳ୍ପନା କଲା ତରୁଣୀ। ଯେବେ ମୋ ପୁତ୍ରକୁ ଦେଖିବି ପୁଣି। ଜୀବନ ଥିବା ଯାଏ ମୋହର। ଚରଣେ ଖୋଟ ଦେବି ମୁଁ ତୁମର। ବୁଦ୍ଧି ବାମନ ଯେ ପୁତ୍ରକୁ ନେଇ କୋଳ ଭିତରେ ଯା ଛାଡ଼ିଲେ ତହିଁ। ଏଥୁ ଅନନ୍ତରେ ଶୁଣ ସୁଜନେ। କୁମରକୁ ଘେନି ବୁଦ୍ଧି ବାମନ। ଓଷା କୋଠିରେ ମିଳିଲେ ପୁଣ। ପୁତ୍ରକୁ ସେଠାରେ ଛାଡ଼ି ଦେଇଣ। କାନ୍ଦିଣ ମିଳିଲା କୁମର ମଣି। ମାତା ତୁଣ୍ଡ ଭରି ଆସିଲା ପୁଣି। ଭଇଲେ ରଖିଲେ ବୁଦ୍ଧି ବାମନ। ପୁତ୍ରକୁ ଦେଇ ଦୋଷିଲେ ମମନ। ଏମନ୍ତ ଏ ଓଷା ବିଧି ହୋଇବ। ଆନନ୍ଦରେ ହୁଳୁ ହୁଳି ଯେ ଦେବ। ପୁତ୍ରକୁ କୋଳରେ ଧୋଇଲେ ମାତ। ବୋଇଲେ କେଣିକି ଗଲୁ ରେ ପୁତ୍ର। ପୁତ୍ର ବୋଇଲେ ଖେଳୁଥିଲି ଏଣେ। ବଣା ହୋଇକରି ଗଲି ମୁଁ କେଣେ। ଓଷା ସାରିକରି ଘରକୁ ଗଲେ। ଆନନ୍ଦରେ ହୁଳ ହୁଳି ଯେ ଦେଲେ। ମନବାଞ୍ଛ ପୂର୍ଣ୍ଣ ହେଲା ସବୁରି। ବରଷେ ଏ ଓଷା କରି। ପଞ୍ଚମ ଛାନ୍ଦ ହୋଇଲା ଶେଷ। ଭବେ ଭଣିଲେ ଗୋପୀନାଥ ଦାସ। ଏ ହେଉଛି ବୁଦ୍ଧି ବାମନ ଓଷା ପଞ୍ଚମ ଅଧ୍ୟାୟ ବା ଶେଷ ହେଲା। ଜୟ ଜଗନ୍ନାଥ। ହର ହର ଶମ୍ଭୁ। ଜୟ ଜଗନ୍ନାଥ। ଭଗବାନ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଜୟ ଜଗନ୍ନାଥ।